ମତେ ନ୍ୟାୟ ମିଳୁନାହିଁ। ସେଦିନ ଗଛ ଉପରେ ଥିଲା ପ୍ରେମିକର ମୃତଦେହ, ଆଉ ଏପଟେ ପ୍ରେମିକା ଫାର୍ମ ହାଉସ୍ ମାଲିକ ସହ ରୋମାନ୍ସ କରୁଥିଲା। ଏକଥା ଆମର ନୁହେଁ ଆଜ୍ଞା, ଏ କଥା ହେଉଛି ଏହି ପରିବାରର, ଯେଉଁ ପରିବାର ନିଜ ଭେଣ୍ଡିଆ ପୁଅକୁ ହରେଇ ଆଖିରୁ ଲୁହ ଶୁଖୁନଥିଲା, ଯେଉଁ ପରିବାର ନିଜ ପୁଅର ମୃତ୍ୟୁ ପରେ ନ୍ୟାୟ ପାଇଁ କାନ୍ଦି କାନ୍ଦି ଭିକ ମାଗୁଥିଲା। ହେଲେ ଇଏ ଏକ ଏତେ ବଡ଼ ଷଡ଼ଯନ୍ତ୍ର ଥିଲା ଯେ ଏଇଭଳି ଗରିବ ଖଟିଖିଆ ପରିବାରକୁ ନ୍ୟାୟ ମିଳିବ ସେ ଆଶା କାହିଁ ଜମା ବି ଦେଖାଯାଉନଥିଲା। ଏଥିରେ ପୋଲିସ ବି ସାମିଲ ଥିଲା। ପୋଲିସ କେସ୍ କରି ତଦନ୍ତ କରିବା ବଦଳରେ ପରିବାର ଲୋକଙ୍କୁ କମ୍ପ୍ରମାଇଜ୍ କରିବାକୁ ବାଧ୍ୟ କରୁଥିଲା। ଏ କାହାଣୀ ଥିଲା ଗୋଟେ ପୁଅର, ଯେଉଁ ପୁଅକୁ ହରେଇ ମା ଆଖିର ଲୁହରେ ପଣତ କାନିଟା ଭିଜି ଯାଉଥିଲା। ଏ କାହାଣୀ ଥିଲା ସେଇ ପୁଅର, ଯେଉଁ ପୁଅକୁ ହରେଇ ଛାତିରେ ଛାତିଏ କ୍ରୋଧ ତ ଥିଲା, ହେଲେ ସେ କ୍ରୋଧ ଆଉ ଆଖିର ଲୁହକୁ ଛିଣ୍ଡା ଗାମୁଛାରେ ଚାପି ସମସ୍ତଙ୍କୁ ସାନ୍ତ୍ୱନା ଦେଇ ଚାଲିଥିଲା। ଏ କାହାଣୀ ଥିଲା ସେଇ ଭାଇର, ଯେଉଁ ଭାଇର ମୃତ୍ୟୁ ପରେ ଏ ଭଉଣୀ ଜଣକ ଆଖିରେ କେବଳ ଲୁହ ହିଁ ଥିଲା, ଆଉ ସେଇ ଲୁହ ଭିତରେ ତାର କେବଳ ଗୋଟିଏ ଅପେକ୍ଷା ଥିଲା, ତା ଭାଇକୁ କେବେ ମିଳିବ ନ୍ୟାୟ, ଆଉ ଦୋଷୀକୁ କେବେ ମିଳିବ ଦଣ୍ଡ। ପ୍ରେମ କରି ପ୍ରେମିକାକୁ ନେଇ ଫେରାର ହୋଇଥିବା ପ୍ରେମିକ ଘରଠୁ କିଛି ଦୂର ଥିବା ଗୋଟେ ଘୁଷୁରୀ ଫାର୍ମରେ ରହି କାମ କରି ପ୍ରେମିକା ସହ ରହୁଥିଲା। ହଠାତ୍ ଏମିତି କ'ଣ ହେଲା, ପ୍ରେମିକର ମୃତଦେହ ଗଛ ଉପରୁ ମିଳିଲା। ହେଲେ ଏ ଘଟଣା ସେଇ ପ୍ରେମିକର ଘରକୁ ନା ପ୍ରେମିକା ଜଣେଇଲା, ନା ସେ ଫାର୍ମ ହାଉସ୍ ମାଲିକ ଜଣେଇଲା। ପରିବାର ଲୋକେ ବାହାର ଲୋକଙ୍କ ପାଖରୁ ଖବର ଶୁଣି ଯେତେବେଳେ ସେ ପ୍ରେମିକା ଆଉ ଫାର୍ମ ହାଉସ୍ ମାଲିକକୁ କଲ୍ କଲେ, ଉତ୍ତର ଆସିଥିଲା, ହଁ ତମ ପୁଅ ଗଛରେ ଝୁଲୁଛି, ଯାଅ ଦେଖି ନେବ। ଆଶ୍ଚର୍ଯ୍ୟର କଥା ହେଲା, ଫାର୍ମ ହାଉସ୍ ମାଲିକ ଆଉ ପ୍ରେମିକା ଏଇ ଦୁଇ ଜଣଙ୍କ ଉତ୍ତର ସମାନ ଥିଲା। ଏ କାହାଣୀ ସେଇ ପ୍ରେମିକମାନଙ୍କୁ ଭାବିବାକୁ ବାଧ୍ୟ କରିବ, ଯେଉଁ ପ୍ରେମିକମାନେ ପ୍ରେମ କରି ପ୍ରେମିକାକୁ ନେଇ ଫେରାର ହେବା ପରେ କେଉଁ ଏକ ଫାର୍ମ ହାଉସ୍ କିମ୍ବା କାହା ଘରେ ରହି କାମ କରୁଛନ୍ତି। ଏ କାହାଣୀ ହୁଏତ ସେଇମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିବ, ଆମେ ଯେଉଁ ପ୍ରେମିକା ପାଇଁ ଘର ଛାଡ଼ି ରାତିଦିନ ଏକ କରି ପର ଘରେ ମୂଲ ଲାଗୁଛୁ, ସେଇ ପ୍ରେମିକାର ସମ୍ପର୍କ ସେଇ ଫାର୍ମ ହାଉସ୍ ମାଲିକ କିମ୍ବା ଘର ମାଲିକ ସହ ନାହିଁ ତ ଆଜ୍ଞା। କଟକ ଜିଲ୍ଲା ନେମାଳ ଥାନା ଶାନ୍ତପୁର ଗାଁର କାଳନ୍ଦୀ ବେହେରାଙ୍କ ପୁଅ କୃଷ୍ଣଚନ୍ଦ୍ର ବେହେରାଙ୍କ ପୁଅକୁ ଏକ ଯୁବତୀ ସହିତ ପ୍ରେମ ହୋଇଯାଏ, ଆଉ ସେହି ପ୍ରେମରେ ଅନ୍ଧ ହୋଇ କୃଷ୍ଣ ନିଜ ପ୍ରେମିକାକୁ ନେଇ ଫେରାର ହୋଇଯାଏ, ଆଉ ଘରଠୁ କିଛି ଦୂରରେ ଏ ଘୁଷୁରୀ ଫାର୍ମରେ ରହି କାମ କରିବା ସହିତ ପ୍ରେମିକାକୁ ନେଇ ସାଥିରେ ରୁହେ। କିନ୍ତୁ ସେଦିନ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଖବର କୃଷ୍ଣଙ୍କ ପରିବାର ଲୋକଙ୍କ ମନରେ ଆଣିଦିଏ ଅସୁମାରୀ ଲୁହ। ଭେଣ୍ଡିଆ ପୁଅକୁ ହରେଇ ମୁଣ୍ଡ ପିଟି ପିଟି କାନ୍ଦୁଥିଲା ମା, ରୋଜଗାରିଆ ପୁଅକୁ ହରେଇ ଛାତି ପିଟି ପିଟି କାନ୍ଦୁଥିଲା ବାପା, ଭାଇକୁ ହରେଇ ଭଉଣୀ ଆଖିରୁ ଲୁହ ଶୁଖୁନଥିଲା। କିନ୍ତୁ ପୋଲିସ ବାବୁ ମର୍ଡର ଆସାମୀକୁ ଧରିବା ବଦଳରେ ଟଙ୍କା ନେଇ କମ୍ପ୍ରମାଇଜ୍ କରିବାକୁ କହିବା ପୋଲିସ ବାବୁଙ୍କ ପାରିଆ ପଣିଆ ଉପରେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। ଏକଥା ଆମେ କହୁନୁ ଆଜ୍ଞା, ଏକଥା ହେଉଛି ପୁଅକୁ ହରେଇଥିବା ଏ ବାପା ମାଙ୍କର, ଆଉ ଭାଇକୁ ହରେଇଥିବା ଏଇ ଭଉଣୀର ଆଜ୍ଞା। ଆଖି ଆଗରେ ପୁଅକୁ ହରେଇବାର ଦୁଃଖ ଗୋଟେ ବାପା ମା ଆଉ ଗୋଟେ ଭଉଣୀ ପାଇ ଯେ କ'ଣ, ସେକଥା ବୋଧେ କେବଳ ସେଇମାନେ ହିଁ ଜାଣିପାରନ୍ତି। ଏମିତି ଦୁଃଖରେ ଥିବା ମଣିଷମାନଙ୍କ ଦୁଃଖ ବୁଝିବା ବଦଳରେ ପୋଲିସ ଟଙ୍କା ଖାଇ ଚୁପ୍ ରହିବା ଆଉ କମ୍ପ୍ରମାଇଜ୍ କରିବାକୁ କହିବା ବୋଧେ ପୋଲିସର ନିଷ୍କ୍ରିୟତା, ଅପାରଗତା ଓ କରପ୍ସନର PhD କରିଛନ୍ତି ବୋଲି ଏକଥା ମୁଁ କହିଲା ବେଳେ ମୋତେ ଟିକେ କଷ୍ଟ ହେଉନି ଆଜ୍ଞା। ପୋଲିସ ଯଦି ଜନସାଧାରଣଙ୍କ ସାଥ ଛାଡ଼ି ହତ୍ୟାକାରୀର ସାଥ ଦେବ, ତେବେ ନ୍ୟାୟ କେଉଁଠି ମିଳିବ, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଏ ଘଟଣା ହେଉଛି କଟକ ଜିଲ୍ଲା ନେମାଳ ଥାନା ଶାନ୍ତପୁର ଗାଁର ଘଟଣା ଆଜ୍ଞା। ଘଟଣା ଅନୁସାରେ କାଳନ୍ଦୀ ଚରଣ ବାରିକଙ୍କ ପୁଅ କୃଷ୍ଣଚନ୍ଦ୍ର ବାରିକ ଜଣେ ଯୁବତୀକୁ ପ୍ରେମ କରୁଥିଲେ, ହେଲେ ପରିବାର ଲୋକେ ବିରୋଧ କରିବାରୁ ସେହି ଯୁବତୀକୁ ସାଥିରେ ନେଇ ଫେରାର ହୋଇଯାଇଥିଲେ, ଆଉ ବନ୍ଧପୁର ପଞ୍ଚାୟତ ଅରେଇ ଗାଁର ଏକ ଘୁଷୁରୀ ଫାର୍ମରେ ରହି କାମ କରିବା ସହିତ ପ୍ରେମିକା ସହ ସେହି ଘୁଷୁରୀ ଫାର୍ମରେ ରହୁଥିଲେ। କିନ୍ତୁ ହଠାତ୍ ଦିନେ କୃଷ୍ଣଙ୍କ ମୃତଦେହ ଏକ ଗଛରୁ ମିଳିବା ପରେ ପରିବାର ଲୋକେ ନେମାଳ ଥାନାରେ ପୁଅକୁ ହତ୍ୟା କରାଯାଇଛି ବୋଲି ଏତଲା ଦେଇଥିଲେ, ଆଉ ସେହି ହତ୍ୟା ଆଉ କେହି ନୁହେଁ, ସେ ଘୁଷୁରୀ ଫାର୍ମର ମାଲିକ ନିଜେ କରିଛି ବୋଲି ଅଭିଯୋଗ ବି କରିଥିଲେ। କୃଷ୍ଣ ଯେଉଁ ଝିଅକୁ ପ୍ରେମ କରି ସାଥିରେ ନେଇ ରଖିଥିଲେ, ସେହି ପ୍ରେମିକା କୁଆଡ଼େ ଘୁଷୁରୀ ଫାର୍ମର ମାଲିକ ସହ ପ୍ରେମ ସମ୍ପର୍କ ରଖିଥିବା କଥା ଜାଣିବା ପରେ କୃଷ୍ଣକୁ ମାରିଦେଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ କିନ୍ତୁ କୌଣସି ତଦନ୍ତ ନ କରି ବାରମ୍ବାର କମ୍ପ୍ରମାଇଜ୍ ପାଇଁ ବାଧ୍ୟ କରିବା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି। କୃଷ୍ଣଙ୍କ ମୃତ୍ୟୁକୁ 1 ମାସରୁ ଅଧିକ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ନ ଆସିବା ପୋଲିସର ଶିଥିଳତା କେଉଁଠି ନା କେଉଁଠି ଅଭିଯୋଗକୁ ସତ ବୋଲି ପ୍ରମାଣିତ କରିବାକୁ ବାଧ୍ୟ ହେଉଛି। ଯେଉଁ ପୋଲିସ ଏ ଘଟଣାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ଆଉ କମ୍ପ୍ରମାଇଜ୍ କରିବାକୁ କହୁଛନ୍ତି, ସେମାନଙ୍କୁ ଆମର ଗୋଟେ ପ୍ରଶ୍ନ ଆଜ୍ଞା,
ଯଦି ସେମାନଙ୍କ ପୁଅ ସହ ଏମିତି ଘଟଣା ଘଟିଥାନ୍ତା ସେ ପଇସା ନେଇ ଚୁପଚାପ୍ କମ୍ପ୍ରମାଇଜ୍ କରିଦେଇଥାନ୍ତେ ତ। ଆମେ ଜାଣିନୁ ଏ ଗରିବ ପରିବାରକୁ ନ୍ୟାୟ ମିଳିବ କି ନାହିଁ। ଆମେ ଜାଣିନୁ ଏ ବାପା ମାଆଙ୍କୁ ପୋଲିସ ନ୍ୟାୟ ଦେବ କି ନାହିଁ। ଆମେ ଜାଣିନୁ ଏ ଭଉଣୀର ଭାଇକୁ ନ୍ୟାୟ ମିଳିବ କି ନାହିଁ। ହେଲେ ଏଇଟା ସତ, ଆଜିକାଲି ପୋଲିସ ପାଖରୁ ନ୍ୟାୟ ମିଳିବା ଏତେ ସହଜ ନୁହେଁ ଆଜ୍ଞା। ଟଙ୍କା ଯୁଆଡ଼େ ନ୍ୟାୟ ସିଆଡ଼େ। ଏ କାହାଣୀ ଶୁଣିବା ପରେ ଏ କଥାକୁ ଆପଣମାନେ ଭଲ ଭାବରେ ବୁଝିସାରିଥିବେ। ତେବେ ଆପଣମାନେ କୁହନ୍ତୁ, ଏ ଗରିବ ପରିବାରକୁ ନ୍ୟାୟ ମିଳିବା ଦରକାର କି ନୁହେଁ? ଯଦି ହଁ, ତେବେ ଏହି କାହାଣୀକୁ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ କମେଣ୍ଟ କରି ଏମିତି ପୋଲିସ ପାଇଁ ଆପଣଙ୍କ ମତ କ'ଣ ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।